ଆପଣ କାହିଁକି ଛାଡିକି ଆସିଲେ ଇଣ୍ଡିଆକୁ? ଯେତେବେଳେ ଆମର ଏଠି ମାନେ ଇଏ ହେଲା, ଇଣ୍ଡିଆ ଡିଭିଜନ ହେଲା, ପାର୍ଟିସନ ହେଲା, ସେମାନେ କହିଲେ ଯେ ଏଟା ହଉଛି ଇସଲାମିକ କଣ୍ଟ୍ରି, ଏଟା ହଉଛି ମୁସଲିମ କଣ୍ଟ୍ରି, ଯୋଉମାନେ ରହିବେ ସେଠି, ଯୋଉ ହିନ୍ଦୁ ମାନେ ରହିବେ ସେମାନେ ଧର୍ମ ତ୍ୟାଗ କରିବାକୁ ପଡିବ, ନହେଲେ ଫତୁଆ ଜାରି କଲେ, ନହେଲେ ସୁଇସାଇଡ କରିବ, ନହେଲେ ଦେଶ ଛାଡ଼ିବ। ଏ ତିନିଟା ଫତୁଆ ଜାରି କଲେ। ତିନିଟା ଫତୁଆ ଧର୍ମ ଛାଡ, ହିନ୍ଦୁ ଧର୍ମ ଛାଡ, ନହେଲେ ସୁଇସାଇଡ କର, ନହେଲେ ଦେଶ ଛାଡ। ତ ଆପଣଙ୍କ ପରିବାର ବାପା ଡିସାଇଡ କଲେ ଆମେ ଦେଶ ଛାଡ଼ିଦେବା। ସେମାନେ କହିଲେ ଯେ ନାଇଁ ଆମେ କାହିଁକି ଆମ ଏ ଝାମେଲା ଭିତରେ ରହିବୁ, ଯେତେବେଳେ ଭାରତ ସରକାର ଇନଭାଇଟ ଡାକୁଛନ୍ତି ଯେ ତମେ ପଳାଇ ଆସ, ଆମେ ପଳାଇ ଯିବା, ମାଇଗ୍ରେସନ କରିବା, ମାଇଗ୍ରେସନ କରି ପଳାଇ ଯିବା। ଏବଂ ତାପରେ ସେମାନେ ଆଉ ଗୋଟେ ଫତୁଆ ଜାରି କଲେ ଯେ ହିନ୍ଦୁ ମାନଙ୍କୁ ଯୋଉମାନେ ଯିବେ ଇଣ୍ଡିଆକୁ, ଭାରତବର୍ଷକୁ ଯିବେ, ସେମାନେ ତାଙ୍କର ସମ୍ପତ୍ତି ବିକି ପାରିବେ ନାହିଁ। ହିନ୍ଦୁର ସମ୍ପତ୍ତି ଇନିମିସ୍ ପ୍ରପର୍ଟି, ହିନ୍ଦୁ ପ୍ରପର୍ଟି ଇନିମିସ୍ ପ୍ରପର୍ଟି, ଶତ୍ରୁର ସମ୍ପତ୍ତି। ତ ଆପଣଙ୍କର କେତେ ସମ୍ପତ୍ତି ଥିଲା? ଆମର 25 ଏକର ଉର୍ଦ୍ଧ୍ୱ ଜମି ଥିଲା, ଘର ଥିଲା, ସବୁ ଥିଲା। ଆମେ ସବୁ ଛାଡ଼ି ଦେଇକି, କେହି କିଣିବେ ନାହିଁ ନା, କେହି କିଣିବେ ନାହିଁ, ସେଟା ଗଭର୍ଣ୍ଣମେଣ୍ଟ ନେଇଯିବେ। ତ ଆପଣ କଣ ଲୁଚିକିରି ଆସିଲେ? ଆପଣ ଲୁଚି କରି ନାହିଁ ତ, ଆମେ ତ ମାଇଗ୍ରେସନ କାର୍ଡ ଦେଖିଲେ ଆପଣ ସେଟା ହଉଛି ଅଥେଣ୍ଟିକ ଡକୁମେଣ୍ଟ, ଆପଣ କେହି ଅଟକେଇବେ ନାହିଁ କୋଉ ଜାଗାରେ। ଯୋଉମାନେ ଭାରତ ସରକାର ଘୋଷଣା କଲେ ଯୋଉମାନେ ମାଇଗ୍ରେସନ କରି ଆସିବେ, ଆମେ ଭାରତର ବିଭିନ୍ନ ପ୍ରଦେଶରେ ସେମାନଙ୍କୁ ଥଇଥାନ କରିବୁ। ଆନ୍ଧ୍ରପ୍ରଦେଶରେ, କାଗଜନଗରରେ, ମହାରାଷ୍ଟ୍ରରେ, ଉତ୍ତରପ୍ରଦେଶର ଆପଣଙ୍କ ବାରାଇ ଅଛି, ବିଭିନ୍ନ ସ୍ଥାନ ଅଛି ସେ ଜାଗାରେ, ଦିଲ୍ଲୀରେ, ଓଡ଼ିଶାରେ, ଏମିତି ସାରା ଭାରତବର୍ଷରେ କିଛି କିଛି ପରିବାରକୁ ବାଂଲାଦେଶୀ ମାନଙ୍କୁ ରଖାଗଲା। ଯୋଉମାନେ ବାଂଲାଦେଶ ହିନ୍ଦୁ ମାନଙ୍କୁ ସେମାନଙ୍କୁ ଥଇଥାନ କରାଗଲା। ଯୋଉମାନେ ଚାଷୀ ଲୋକ ତାଙ୍କ ଚାଷ ଜମିର ବ୍ୟବସ୍ଥା କଲେ, ଯୋଉମାନେ ବ୍ୟବସାୟୀ ତାଙ୍କ ସହର ମାନଙ୍କରେ। ଆପଣଙ୍କର ବାଂଲାଦେଶ କଥା ମନେ ଅଛି? ହଁ, ବାଂଲାଦେଶ କଥା ମନେ ଅଛି, କିଛି ଅସୁବିଧା ନାହିଁ। କଣ ସବୁ ମନେ ଅଛି ଆପଣଙ୍କର? ସେ ସମୟରେ ତ ବାଂଲାଦେଶରେ ବେଶୀ କିଛି ଡେଭଲପ ବିଲକୁଲ ହଉନଥିଲା, ଖାଲି ପାନି ଆଉ ପାନି ବେଶୀ ଥିଲା। ଏବେ ରାସ୍ତାଘାଟ ହେଇଯାଇଛି, ଅନେକ ଶୁଣିବାକୁ ପାଉଛି, ବହୁତ ସୁନ୍ଦର ହେଇଛି ଆଗ ଅପେକ୍ଷା। ଆଉ ସେ ସମୟରେ ଆମର ବାଂଲାଦେଶରେ ତ ସବୁବେଳେ ଚାଷୀ ମାନଙ୍କର ସଂଖ୍ୟା ବେଶୀ। ଆପଣଙ୍କ ପରିବାର ଉପରେ ଅତ୍ୟାଚାର କିଛି ହେଉଥିଲା? ନାଇଁ, ଆମେ ଅତ୍ୟାଚାର ହେବା ପୂର୍ବରୁ ଆମେ ପଳାଇଲୁ, ଦେଖିଲୁ ଯେ ପରିସ୍ଥିତି ଭଲ ନାହିଁ, ଏଠି ରହିଲେ ମାନ ସମ୍ମାନ ଇଜ୍ଜତ ରହିବ ନାହିଁ, ଲାଇଫ ପ୍ରତି ଖତରା ଅଛି। ତେଣୁକରି ଆମେ ଯେତେବେଳେ ଭାରତ ସରକାର ଇନଭାଇଟ କଲେ ଯେ ତମେ ସବୁ ଯୋଉମାନେ ହିନ୍ଦୁମାନେ ଚାହୁଁଛ ଭାରତବର୍ଷରେ ଆସିବା ପାଇଁ ପଳାଇ ଆସ, ଆମେ ତୁମମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିବୁ, ଆଉ ନିଜ ନିଶ୍ଚିନ୍ତରେ ଜୀବନ ଯାପନ କରିପାରିବେ। ତ ଆପଣଙ୍କ ପରିବାର ବା ଆପଣଙ୍କ ଗାଁ ଅଞ୍ଚଳରେ ଯୋଉ ଅତ୍ୟାଚାରର କାହାଣୀ ଆପଣଙ୍କ କିଛି ଜାଣିଛନ୍ତି ପିଲାଦିନେ? ସେ ଜାଗାରେ ଯେତେବେଳେ ଯୋଉଦିନ 47 ମସିହା 15 ଅଗଷ୍ଟ, 14 ଅଗଷ୍ଟରେ ମାନେ ପଶ୍ଚିମ ପାକିସ୍ତାନର ସ୍ୱାଧୀନତା ହେଲା, ରାତି 12ଟା ପରେ ଯାଇକିରି ସେ ଯାଇକି ଭାରତବର୍ଷ ହେଲା। ସେ ଡିକ୍ଲାରେସନ ହେଲା ପରେ ଯୋଉ ମୁସଲିମ ମାନେ ଏତେ ପ୍ରକାର ମାନେ ତାଙ୍କର ଜାହାଦି ବାହାରି ପଡ଼ିଲେ, ମାନେ ଜିହାଦି ହିନ୍ଦୁ ମାନଙ୍କୁ ଯୋଉଠି ପାଉଛ ମାର କାଟ ହାନ, ତାଙ୍କର ମା ବୋହୂର ଇଜ୍ଜତ ନିଅ, ଯାହା ପାରିଲା ସେଆ କଲା। ଆମ ହିନ୍ଦୁ ମାନେ ବି ଲଢିଲେ ତାଙ୍କ ସହିତ, କିନ୍ତୁ କେତେ ଲଢିବେ? ତାଙ୍କର ଯେତେବେଳେ ମେସିନ ଗାନ୍, ତାଙ୍କର ଯେ ଟ୍ୟାଙ୍କ ଏ ସବୁ ତାଙ୍କ ହିନ୍ଦୁ ମାନଙ୍କ ଆଗେନିଷ୍ଟ ଲଗାଇ ଦେଲେ। ତାପରେ ହିନ୍ଦୁ ମାନେ କହିଲେ ଯେ ଆମେ। ଆପଣଙ୍କର କିଛି ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ଆପଣଙ୍କ ବନ୍ଧୁ ପରିବାର ବା ସାଙ୍ଗସାଥି କାଠରୁ କିଛି ଶୁଣିଛନ୍ତି ଏ ସମ୍ପର୍କରେ? ଦେଖନ୍ତୁ, ଆମେ ଶୁଣୁଛୁ ଏସବୁ ବିଷୟ, ସେମାନେ ଏବେ ବି ଯୋଉମାନେ ଅଛନ୍ତି ସେମାନେ କହନ୍ତି ଯେ ଆମେ କାହିଁକି ହିନ୍ଦୁ ଜନ୍ମ ନେଲୁ, କି ଭଗବାନ କାହିଁକି ହିନ୍ଦୁ ବନେଇଲେ ଆମକୁ? କାରଣ ନା ତ ଆମେ ଯଦି ଇଣ୍ଡିଆକୁ ଏବେ ଯିବୁ କହିବେ ଅନୁପ୍ରବେଶକାରୀ, ଯଦି ଆମେ ଏଠି ରହିଲୁ କହିଲେ ମୁସଲିମ ହୁଅ, ନହେଲେ ମର। ଏ ପ୍ରକାର ଏତେ ସମସ୍ୟା ଭିତରେ ସେଠି ଯେତେ ଶିକ୍ଷିତ ହେଲେ ମଧ୍ୟ ବାଂଲାଦେଶରେ ଟିଚର ମାଷ୍ଟର ଚାକିରି କରିବ, ତାଙ୍କର ଦରକାର ତାଙ୍କ ଫ୍ରିଜ ଭିତରେ ଗୋମାଂସ ରଖିଯିବେ, ଆପଣ କିଛି କହିପାରିବେ ନାହିଁ। ଝିଅ ସୁନ୍ଦରୀ ଝିଅଟି ହେଲେ ଉଠେଇ ନେଇଯିବେ। ମାନେ ମନମୁଖୀ ହିନ୍ଦୁ ମାନେ ମରିକି ବଞ୍ଚୁଛନ୍ତି ବାଂଲାଦେଶରେ, ପାକିସ୍ତାନରେ।